ନମସ୍କାର ଦର୍ଶକ ବନ୍ଧୁ, ସିନ୍ଦୁର ଖେଳ ଧାରାବାହିକରେ ଆପଣମାନେ ଆଜି ଦେଖିବାକୁ ପାଇବେ ମେଘା କହିବେ ଅଂଶକୁ, ତୁ ଥରେ ତୋ ପୁରୁଣା ସ୍ମୃତି କଥା ଆଦ୍ୟାକୁ ମନେ ପକା। ଯା ଅଂଶ ଯା, ତତେ ମୁଁ କହୁଛି ଆଦ୍ୟାର ପୁରୁଣା ସ୍ମୃତି କଥା ନିଶ୍ଚୟ ମନେ ପଡ଼ିବ। ଏହାପରେ ଅଂଶ କହିବେ, ବାସ୍ ମା, ଏସବୁ କହି କିଛି ବି ଲାଭ ନାହିଁ, କାରଣ ସିଏ ଆଦ୍ୟା ନୁହନ୍ତି। ଏହାପରେ ମଲ୍ଲିକା ଭାବୁଥିବେ, ଯାହା ହଉ ଅନ୍ତତଃ ଅଂଶ ତ ମନ ଭିତରେ ଠିକ୍ କରିନେଲେ ସିଏ ଆଦ୍ୟା ନୁହଁ। ସମୟ ଅନୁସାରେ ଧୀରେ ଧୀରେ ଏମାନେ ବି ମାନିଯିବେ। ଏହାପରେ ରାଘବ କହିବେ, ଇଏ ତୁ କ'ଣ କହୁଛୁ ଅଂଶ? ଇଏ ଆଦ୍ୟା ନୁହଁ, ଆମ ଆଦ୍ୟା ନୁହଁ ଇଏ? ଏହାପରେ ଅଂଶ କହିବେ, ବାବା, ମୁଁ ପ୍ରଥମରୁ ଏହି କଥା କହିସାରିଛି, ଆଉ ସେଇ ଗୋଟେ କଥାକୁ ମୁଁ ବାରମ୍ବାର କହିବାକୁ ଚାହୁଁନି। ତେଣୁ ସବୁଠୁ ଭଲ ହବ ଆପଣମାନେ ସମସ୍ତେ ନିଜ ମନରୁ ଆଦ୍ୟାକୁ ବାହାର କରିଦିଅନ୍ତୁ, ଆଉ ମନେ ମନେ ସ୍ୱୀକାର କରିନିଅନ୍ତୁ ଯେ ସେଇ ସ୍ତ୍ରୀ ଲୋକ ଆଦ୍ୟା ନୁହନ୍ତି।